ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଭୁବନେଶ୍ୱରରେ ବିଷ, ନିଶ୍ୱାସ ନେଲେ ମଲ। ବାୟୁ ପ୍ରଦୂଷଣରେ ଲୋକେ ନାହିଁ ନଥିବା ଅସୁବିଧା ହେଲେଣି। ପ୍ରଥମେ ନୂଆଦିଲ୍ଲୀରେ ହିଁ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଥିଲା। ଏବେ ଭୁବନେଶ୍ୱର, ଓଡ଼ିଶାରେ ଏମିତି ବାୟୁ ପ୍ରଦୂଷଣ ଲୋକ ଦେଖି ଛାନିଆ ହେଲେଣି, ଅବାକ୍ ହେଲେଣି, ମୁଣ୍ଡରେ ହାତ ଦେଲେଣି, ଟେନସନ୍ ମଧ୍ୟ ନେଲେଣି। କ'ଣ ହେବ ଆଗସ ଭବିଷ୍ୟତ ଭୁବନେଶ୍ୱର? ଏଇ ଶୀତ ଦିନ କେମିତି କଟିବ ଭୁବନେଶ୍ୱରବାସୀଙ୍କ ପାଇଁ ଚିନ୍ତା ବଢ଼େଇଲାଣି। ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବାକୁ ହେଲେ ମାସ୍କର ଆବଶ୍ୟକତା ରହିଛି। ସେଥିପାଇଁ ଯାହା ସକାଳର ଲାଟେଷ୍ଟ ଅପଡେଟ୍ ଅଛି, ଏଭଳି ଏକ AQIର ପରିମାଣ ବଢ଼ିବା ସତ୍ତ୍ୱେ ଯାହାକି DAV ୟୁନିଟ୍ ଏବଂ ମଞ୍ଚେଶ୍ୱର ମାଷ୍ଟର କ୍ୟାଣ୍ଟିନ୍, ରମାଦେବୀ ଇମ୍ପୋସିଟି କିଟ୍, ଖଣ୍ଡଗିରି ରିଜନାଲ ପ୍ଲାଣ୍ଟ, ଲିଙ୍ଗରାଜ, କଳିଙ୍ଗ ହସ୍ପିଟାଲ, ଏସବୁ ଏରିଆ ହିଁ ବହୁତ ପରିମାଣରେ AQIର ପରିମାଣ ବଢ଼ିଛି, ବାୟୁ ପ୍ରଦୂଷଣ ବଢ଼ିଛି। DAV ୟୁନିଟ୍ ଆକ୍ଟରେ AQI 309 ଥିବା ବେଳେ ମଞ୍ଚେଶ୍ୱର AQI 316, ମାଷ୍ଟର କ୍ୟାଣ୍ଟିନ୍ 326, ରମାଦେବୀ 315, ଇମ୍ପୋସିଟି 269, କିଟ୍ 283, ଖଣ୍ଡଗିରି 366, ରିଜନାଲ ପ୍ଲାଣ୍ଟ 229, ଲିଙ୍ଗରାଜ 348, କଳିଙ୍ଗ ହସ୍ପିଟାଲ 321। ଏବେ ବାୟୁ ପ୍ରଦୂଷଣ ପ୍ରଖର ମାତ୍ରାରେ ବଢ଼ିଛି ଭୁବନେଶ୍ୱରରେ। ଯଦି ସଚେତନ ସୁରକ୍ଷା ନ ରହିବା ତାହେଲେ ନିଶ୍ଚିନ୍ତ କୁଢ଼ କୁଢ଼ ହୋଇ ଶବ ଗଦା ହେବ ଭୁବନେଶ୍ୱର ଏରିଆରେ। ଏମିତି ଏକ ସାଂଘାତିକ ତଥ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ବୋର୍ଡରେ ହିଁ AQIର ସମ୍ପୂର୍ଣ୍ଣ ଭାବରେ ଲିଖିତ ଶବ୍ଦ ହିଁ ଦେଖାଯାଇଥିଲା, ଯାହାକୁ ଦେଖି ସମସ୍ତେ ଅବାକ୍ ଆଶ୍ଚର୍ଯ୍ୟ ହେଲେ। ଯାହାକି ସମ୍ପୂର୍ଣ୍ଣ ଭାବରେ କୁହୁଡ଼ି ସହିତ ବାୟୁ ପ୍ରଦୂଷଣ ବେଗ ପ୍ରଚୁର ପରିମାଣରେ ବଢ଼ିଛି। ଏବେ ଯଦି ସମ୍ପୂର୍ଣ୍ଣ ଭାବରେ ଆମେ ମାସ୍କ ପିନ୍ଧିବା, ଘରେ ରହିବା, ଖରା ସମୟରେ ପଦାକୁ ବାହାରିବା, ତାହେଲେ ନିଶ୍ଚିତ ଭାବରେ ସୁରକ୍ଷିତ ରହିବା, ଯାହା ଆମ ପାଇଁ ଗୋଟେ ବଡ଼ ସତର୍କ ସୂଚନା ଦେବ। ନହେଲେ ନିଶ୍ଚିନ୍ତ ଭାବରେ ବାୟୁ ପ୍ରଦୂଷଣ ଅନେକଙ୍କ ଜୀବନ ଯାଇପାରେ। ଆବଶ୍ୟକତା ରହିଛି, ସଚେତନତା ରହିଛି। ନିଶ୍ଚିନ୍ତ ଭାବରେ ସଚେତନତା ରହିଲେ ହିଁ ଆମେ ନିଜକୁ ସୁରକ୍ଷିତ ରଖିପାରିବା। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।